ଆମେ ଯେଉଁଠି ରହୁଛେ, ଯାହା ଖାଉଛେ, ଏପରିକି ଯାହା ପିନ୍ଧୁଛେ, ସେ ସବୁର ମୂଳ ଆଧାର ହେଉଛି ଭୂମି। ଏହା ବିନା ତ ଜୀବନ କଳ୍ପନା କରିବା ବି କଷ୍ଟ। ଏକଦମ ଠିକ କଥା। ଆଜି ଆମେ 10ମ ଶ୍ରେଣୀ ଭୂଗୋଳ ବହିର ଦ୍ୱିତୀୟ ପାଠ ଭୂମି ସମ୍ବଳ ଉପରେ ଗୋଟେ ଗଭୀର ଆଲୋଚନା କରିବା। ଆମ ପାଖରେ ମୂଳ ସ୍ରୋତ ତ ସେଇ ପାଠ୍ୟପୁସ୍ତକ ହିଁ ରହିଛି। ହଁ। ଆଉ ଆମର ଲକ୍ଷ୍ୟ ହେଉଛି ଏଇ ପାଠର ମୁଖ୍ୟ କଥାଗୁଡ଼ିକୁ ଏମିତି ଭାବେ ବୁଝିବା ଯେମିତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶ୍ରୋତାମାନଙ୍କୁ ସହଜ ହେବ। ନିଶ୍ଚିତ ଭାବରେ। ଆଉ ଦେଖନ୍ତୁ, ଭୂମି ପ୍ରକୃତିର ଏକ ଅମୂଲ୍ୟ ଦାନ ସତ, କିନ୍ତୁ ଏଇଟା ଗୋଟେ ସୀମିତ ସମ୍ବଳ ମଧ୍ୟ। ହଁ, ସେଇଟା ଗୁରୁତ୍ୱପୂର୍ଣ୍ଣ। ସୀମିତ। ତେଣୁ ଆଜି ଆମେ ଦେଖିବା ଭାରତର ଭୂସମ୍ବଳ କେତେ ଗୁରୁତ୍ୱପୂର୍ଣ୍ଣ, ଆମ ଦେଶର ଭୌଗୋଳିକ ସ୍ଥିତି କେମିତି, ଏଠି କୋଉ ପ୍ରକାର ଭୂମି ଅଛି, ଆମେ ତାକୁ କେମିତି ବ୍ୟବହାର କରୁଛେ, ଆଉ ସେଥିରୁ ସମସ୍ୟା କ'ଣ ହେଉଛି। ହଁ, ସେଇ ଭୂମି କ୍ଷୟ ଭଳି ସମସ୍ୟା ଆଉ ତାର ସମାଧାନ ବିଷୟରେ ପାଠ୍ୟପୁସ୍ତକକୁ ଆଧାର କରି ହିଁ ଆଲୋଚନା କରିବା। ବହୁତ ବଢ଼ିଆ। ତାହେଲେ ଆସନ୍ତୁ ଆରମ୍ଭରୁ ଜାଣିବା, ଭୂମିକୁ ଆମେ କାହିଁକି ଗୋଟେ ମୌଳିକ ସମ୍ବଳ ବୋଲି କହୁଛୁ? ଏଇଟା ଏତେ ଜରୁରୀ କାହିଁକି? ଦେଖନ୍ତୁ, ସବୁକିଛିର ଆଧାର ତ ଭୂମି। ପ୍ରାକୃତିକ ପରିବେଶ ହଉ କି ମଣିଷର କାମ, ସବୁ ଏଇଠି। ଆମେ ଏହାକୁ ଅନେକ ଭାବରେ ବ୍ୟବହାର କରୁ। ପ୍ରଥମ କଥା, ଆମର 3ଟା ମୂଳ ଆବଶ୍ୟକତା ଅଛି ନା? ଖାଦ୍ୟ, ବସ୍ତ୍ର, ବାସଗୃହ। ଏକଦମ। ଖାଦ୍ୟ ମିଳୁଛି କୃଷିରୁ, ବସ୍ତ୍ର ପାଇଁ କପା ଚାଷ ହେଉଛି, ଆଉ ଘର ତ ଆମେ ଭୂମି ଉପରେ ହିଁ ତିଆରି କରୁଛେ। ଏସବୁ ଭୂମି ଉପରେ ନିର୍ଭରଶୀଳ। ହଁ, ସେଟା ତ ସ୍ପଷ୍ଟ। ଦ୍ୱିତୀୟରେ, ଆମର ଅର୍ଥନୈତିକ କାର୍ଯ୍ୟକଳାପ, ଯେମିତିକି କୃଷି, ବଡ଼ ବଡ଼ ଶିଳ୍ପ ସ୍ଥାପନ, ରାସ୍ତାଘାଟ, ରେଳ ଲାଇନ, ଏପରିକି ଖଣିରୁ ଖଣିଜ ବାହାର କରିବା, ସବୁ ଭୂମିରେ। ଆଚ୍ଛା। ଆଉ ତୃତୀୟରେ, ଜଙ୍ଗଲ, ଘାସ ପଡ଼ିଆ, ଏସବୁ ପ୍ରାକୃତିକ ଜିନିଷ ଏବଂ ଯେତେ ବନ୍ୟଜନ୍ତୁ ଅଛନ୍ତି, ସମସ୍ତଙ୍କର ଘର ହେଉଛି ଭୂମି। ଏଇଟା ପରିବେଶର ସନ୍ତୁଳନ ରକ୍ଷା କରେ। ତେଣୁ ଆମେ ରହିବା ପାଇଁ ଭୂମି ନିହାତି ଦରକାର। ବାଃ, ସତରେ କେତେ ଗୁରୁତ୍ୱପୂର୍ଣ୍ଣ। ତାହେଲେ ଏବେ ଆମ ଦେଶ ଭାରତ କଥାକୁ ଆସିବା। ପୃଥିବୀ ମାନଚିତ୍ରରେ ଏହା କେଉଁଠି ଅଛି ଆଉ ଏହାର ବିଶେଷତା କ'ଣ? ଭାରତ ଅଛି ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଆଉ ଏସିଆ ମହାଦେଶର ଦକ୍ଷିଣ ଭାଗରେ। ଏହାର ଯୋଉ ମୂଳ ଭୂଖଣ୍ଡ ଅଛି, ସେଇଟା ବିଷୁବରେଖାର ଉତ୍ତରକୁ। ଆଚ୍ଛା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଏଇଟା ପରୀକ୍ଷାରେ ଆସିପାରେ, କର୍କଟ କ୍ରାନ୍ତି, ଯାହାକି ପ୍ରାୟ 23.5 ଡିଗ୍ରୀ 23°30' ଉତ୍ତର ଅକ୍ଷାଂଶ ରେଖା। ହଁ, କର୍କଟ କ୍ରାନ୍ତି। ଏଇ ରେଖାଟା ଭାରତର ପ୍ରାୟ ମଝାମଝି ଦେଇଯାଇଛି। ଆଉ ଏହି ଅକ୍ଷାଂଶ କହିଲେ ଆମେ ବୁଝୁ ବିଷୁବରେଖାଠାରୁ କୌଣସି ଜାଗାର କୋଣ କରିକି ଯୋଉ ଦୂରତା। ତେବେ ଏଇ କର୍କଟ କ୍ରାନ୍ତି ଆମ ଦେଶକୁ ପାଖାପାଖି 2 ଭାଗ କରୁଛି। ଦକ୍ଷିଣପଟ ଅଞ୍ଚଳ ରହୁଛି କ୍ରାନ୍ତୀୟ ଜଳବାୟୁ ମଣ୍ଡଳରେ, ଆଉ ଉତ୍ତରପଟଟା ଉପକ୍ରାନ୍ତୀୟ ଜଳବାୟୁ ମଣ୍ଡଳରେ। ଓହୋ, ସେଥିପାଇଁ ଆମ ଦେଶରେ ଏତେ ବିବିଧତା, ଜଳବାୟୁ, ମାଟି, ଗଛପତ୍ରରେ। ଏକଦମ। ଏଟା ହିଁ ମୂଳ କାରଣ। ଆଉ ଯଦି ଆମେ ଦକ୍ଷିଣତମ ସ୍ଥାନ କଥା ଦେଖିବା, ତାମିଲନାଡୁର କନ୍ୟାକୁମାରୀ ହେଉଛି ମୂଳ ଭୂଖଣ୍ଡର ଶେଷ। କିନ୍ତୁ ଯଦି ଆମେ ଆଣ୍ଡାମାନ ନିକୋବର ଦ୍ୱୀପକୁ ମିଶେଇବା, ହଁ, ଦ୍ୱୀପପୁଞ୍ଜକୁ ମିଶାଇଲେ, ତାହେଲେ ନିକୋବର ଦ୍ୱୀପରେ ଥିବା ଇନ୍ଦିରା ପଏଣ୍ଟ ହେଉଛି ଭାରତର ସବୁଠୁ ଦକ୍ଷିଣ ସ୍ଥାନ। ଏହାର ପୂର୍ବ ନାଁ ଥିଲା ପିଗମିଲିଆନ ପଏଣ୍ଟ, 6°45' ଉତ୍ତର ଅକ୍ଷାଂଶରେ। ଆଚ୍ଛା, ଇନ୍ଦିରା ପଏଣ୍ଟ, ଏଇଟା ବି ମନେ ରଖିବାକୁ ହେବ। ଆଉ ଆକାର କଥା କହିଲେ, କେତେ ବଡ଼ ଆମ ଦେଶ, ସୀମା କେମିତି? ଭାରତ ତ ଗୋଟେ ବହୁତ ବଡ଼ ଦେଶ। ଏହାର ମୋଟ ଆୟତନ ହେଉଛି ପ୍ରାୟ 3.28 ନିୟୁତ ବର୍ଗ କିଲୋମିଟର। 3.28 ନିୟୁତ ବର୍ଗ କିଲୋ? ହଁ, ଆଉ ଏଇଟା ପୃଥିବୀର ମୋଟ ସ୍ଥଳଭାଗର ପାଖାପାଖି 2.4%। ଆୟତନ ହିସାବରେ ଦେଖିଲେ ରୁଷିଆ, କାନାଡା, ଚୀନ, ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ, ଏମାନଙ୍କ ପରେ ଭାରତ ହେଉଛି ସପ୍ତମ। ସପ୍ତମ ବୃହତ୍ତମ ଦେଶ? ହଁ। ଏହାର ସ୍ଥଳଭାଗ ସୀମାରେଖା ବି ବହୁତ ଲମ୍ବା, ପ୍ରାୟ 15,200 କିଲୋମିଟର। ସେମିତି ସମୁଦ୍ରକୂଳ ଉପକୂଳରେଖା, ଦ୍ୱୀପ ସବୁ ମିଶେଇକି ପ୍ରାୟ 8,194 କିଲୋମିଟର। ଖାଲି ମୂଳ ଭୂଖଣ୍ଡର କହିଲେ 6,100 କି ବି ପାଖାପାଖି। ୱାଃ! ଆଉ ପଡ଼ୋଶୀ ଦେଶ? ପଡ଼ୋଶୀ ତ ଅନେକ। ପଶ୍ଚିମରେ ପାକିସ୍ତାନ, ଉତ୍ତର ପଶ୍ଚିମରେ ଆଫଗାନିସ୍ତାନ, ଉତ୍ତରକୁ ଗଲେ ଚୀନ, ନେପାଳ, ଭୁଟାନ, ପୂର୍ବରେ ବାଂଲାଦେଶ, ମିଆଁମାର, ଆଉ ଦକ୍ଷିଣର ସମୁଦ୍ର ପାରି ହେଲେ ଶ୍ରୀଲଙ୍କା। ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର, ଆଉ ଦକ୍ଷିଣରେ ଭାରତ ମହାସାଗର। କେତେ ଲମ୍ବା ଓ ଓସାରିଆ ଆମ ଦେଶ! ଉତ୍ତରରୁ ଦକ୍ଷିଣକୁ
ମାନେ ଇନ୍ଦିରା କୋଲରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ 3214 କିଲୋମିଟର। ଆଉ ପୂର୍ବରୁ ପଶ୍ଚିମକୁ ଅରୁଣାଚଳର କିବିଥୁରୁ ଗୁଜରାଟର ରମୋତି ପର୍ଯ୍ୟନ୍ତ ପ୍ରାୟ 2933 କିଲୋମିଟର। ବାଃ, ଏତେ ବିଶାଳ ଆଉ ଏତେ ବିବିଧତା! ଏଇ ଯେଉଁ ଏତେ ବଡ଼ ଭୂଖଣ୍ଡ, ଏଥିରେ ନିଶ୍ଚୟ ଅଲଗା ଅଲଗା ପ୍ରକାରର ଭୂମି ଦେଖାଯାଉଥିବ। ଏକଦମ ଠିକ୍। ଭୂମିର ଯୋଉ ଉଚ୍ଚା ନିଚା ଭାବ ଅଛି, ମାନେ ତାର ଉଚ୍ଚତା, ଗଠନ, ଢାଳୁ, ଯାହାକୁ ଆମେ ଭୂଗୋଳରେ ଉଚ୍ଚାବଚ କହୁ, ହଁ, ଉଚ୍ଚାବଚ। ସେହି ଉଚ୍ଚାବଚ ଅନୁସାରେ ଭାରତର ଭୂମିକୁ ଆମେ ମୁଖ୍ୟତଃ 3 ଭାଗ କରିପାରିବା। ପ୍ରଥମ ହେଲା ବହୁତ ଉଚ୍ଚ ପାର୍ବତ୍ୟ ଭୂମି, ଯେମିତି ଉତ୍ତରରେ ହିମାଳୟ ପର୍ବତ, ବଡ଼ ବଡ଼ ଶିଖର ଆଉ ବହୁତ ଢାଳୁ। ଆଚ୍ଛା। ଦ୍ୱିତୀୟ ହେଲା ମାଳଭୂମି। ଏଇଟା ପାହାଡ଼ଠୁ କମ୍ ଉଚ୍ଚ, କିନ୍ତୁ ସମତଳ ଜାଗାଠୁ ଅଧିକ ଉଚ୍ଚ। ଆଉ ଉପରଟା ପ୍ରାୟ ସମତଳ କିମ୍ବା ଟିକେ ଢେଉଢେଉକା, ଯେମିତି ଆମ ଦାକ୍ଷିଣାତ୍ୟ ମାଳଭୂମି ବା ଛୋଟନାଗପୁର ମାଳଭୂମି। ଆଉ ତୃତୀୟ ହେଲା ସମତଳ ଭୂମି। ଏଇଟା ସମୁଦ୍ର ପତ୍ତନଠୁ ବେଶୀ ଉଚ୍ଚ ନୁହେଁ ଆଉ ପ୍ରାୟ ସମତଳ, ଯେମିତି ଗଙ୍ଗା ବ୍ରହ୍ମପୁତ୍ରର ବିରାଟ ସମତଳ ଅଞ୍ଚଳ କିମ୍ବା ଆମ ଉପକୂଳର ସମତଳ ଜାଗା। ତାହେଲେ ଏହି 3 ପ୍ରକାରରୁ କୋଉଟା ବେଶୀ ଅଛି? ସବୁଠୁ ବେଶୀ ଅଛି ସମତଳ ଭୂମି। ଭାରତର ମୋଟ ଭୂମିର ପ୍ରାୟ 43%। ତାପରେ ଆସୁଛି ପାର୍ବତ୍ୟ ଭୂମି, ପାଖାପାଖି 30%। ଆଉ ବାକି ଯାହା ରହିଲା ପ୍ରାୟ 27%, ସେଟା ହେଉଛି ମାଳଭୂମି। ଆଚ୍ଛା, 43%, 30%, 27%, ଏଇଟା ମନେ ରଖିବା ଭଳି କଥା। ଏଇ ଯେ 3 ପ୍ରକାର ଭୂମିରୂପ କଥା କହିଲେ, ସମତଳ, ପାହାଡ଼ିଆ, ମାଳଭୂମି, ଏମାନଙ୍କର ଅଲଗା ଅଲଗା ଗୁରୁତ୍ୱ କ'ଣ? ଏଇଟା ବି ପରୀକ୍ଷା ପାଇଁ ଜରୁରୀ? ନିଶ୍ଚୟ। ପ୍ରତ୍ୟେକ ଭୂମିରୂପର ନିଜର ଖାସ୍ ମହତ୍ୱ ଅଛି। ଏଇଟା ଆମ ଅର୍ଥନୀତି ଆଉ ଜୀବନକୁ ପ୍ରଭାବିତ କରେ। ଦେଖନ୍ତୁ, ସମତଳ ଭୂମି, ଏଠି ମାଟି ସାଧାରଣତଃ ବହୁତ ଉର୍ବର, ଜଳସେଚନର ସୁବିଧା ବି ଥାଏ। ହଁ, ସେଥିପାଇଁ ଚାଷ ଭଲ ହୁଏ। ଏକଦମ। ସେଥିପାଇଁ ଏଇ ଅଞ୍ଚଳ କୃଷି ପାଇଁ ସବୁଠୁ ଭଲ। ଆଉ ଯେଉଁଠି କୃଷି ଭଲ, ସେଠି ଜନସଂଖ୍ୟା ବି ବେଶୀ। ବଡ଼ ବଡ଼ ସହର, ଶିଳ୍ପ କାରଖାନା ସବୁ ଏଇଠି ଗଢ଼ି ଉଠିଛି। ଏହାକୁ ଆମେ ଦେଶର ଶସ୍ୟ ଭଣ୍ଡାର କହିପାରିବା। ଶସ୍ୟ ଭଣ୍ଡାର, ଠିକ୍। ଆଉ ପାହାଡ଼ିଆ ଅଞ୍ଚଳ? ପାର୍ବତ୍ୟ ଭୂମି ହେଉଛି ବହୁତ ବଡ଼ ବଡ଼ ନଦୀର ଉତ୍ପତ୍ତି ସ୍ଥଳ। ସେଇଠୁ ଆମକୁ ପାଣି ମିଳୁଛି। ଏହାଛଡ଼ା ଏଠି ବିଭିନ୍ନ ପ୍ରକାର ଗଛଲତା ଆଉ ଜୀବଜନ୍ତୁ ଅଛନ୍ତି, ମାନେ ଜୈବ ବିବିଧତାର ଭଣ୍ଡାର। ପର୍ଯ୍ୟଟନ ପାଇଁ ବି ଲୋକେ ଏଠିକୁ ଯାଆନ୍ତି। ଆଉ ପରିବେଶ ସନ୍ତୁଳନରେ ଏହାର ଭୂମିକା ତ ବହୁତ ବେଶୀ। ଆଚ୍ଛା, ଆଉ ମାଳଭୂମି? ମାଳଭୂମିଗୁଡ଼ିକ, ସେଗୁଡ଼ିକ ହେଉଛି ଖଣିଜ ସମ୍ପଦର ଗନ୍ତାଘର। କୋଇଲା, ଲୁହାପଥର, ବକ୍ସାଇଟ୍, ଏମିତି କେତେ କ'ଣ ମୂଲ୍ୟବାନ ଖଣିଜ ସେଇଠୁ ମିଳେ। ଏହାଛଡ଼ା ଏଠି ଜଙ୍ଗଲ ବି ଅଛି, ବନ୍ୟପ୍ରାଣୀ ବି ଅଛନ୍ତି। କିନ୍ତୁ ସେଠି ମାଟି କେମିତି ଚାଷ ପାଇଁ? ସାଧାରଣତଃ ପାହାଡ଼ିଆ ବା ମାଳଭୂମି ଅଞ୍ଚଳର ମାଟି ଟିକେ ପତଳା ଆଉ କମ୍ ଉର୍ବର ହୋଇଥାଏ। ପଥୁରିଆ ବି ହୋଇପାରେ। ତେଣୁ ସେଠି ଚାଷ ଟିକେ କମ୍ ହୁଏ ସମତଳ ଅଞ୍ଚଳ ତୁଳନାରେ। ବୁଝିଲି। ଭୂମିର ପ୍ରାୟ 55% କୃଷି କାମରେ ଲଗାଏ। 55%? ଏତେ ବେଶୀ? ହଁ, ପୃଥିବୀର ହାରାହାରି ହେଉଛି ମାତ୍ର 11%। ଏଥିରୁ ଜଣାପଡ଼ୁଛି ଆମ ଦେଶ କୃଷି ଉପରେ କେତେ ନିର୍ଭରଶୀଳ। ୱାଃ, ଏତେ ସବୁ ତଥ୍ୟ! ଏହା ତ ଗଲା ଭୂମିର ପ୍ରକାର ଆଉ ତାର ମହତ୍ୱ। ଏବେ ଆସନ୍ତୁ ଆହୁରି ଭିତରକୁ ଯିବା। ଭାରତରେ ଭୂମି ପ୍ରକୃତିରେ କେମିତି ବ୍ୟବହାର ହେଉଛି? କ'ଣ କାରଣଗୁଡ଼ିକ ଏହାକୁ ପ୍ରଭାବିତ କରୁଛି? ଏଠି ବି ଗୋଟେ ମଜାଦାର କଥା ଅଛି। କୌଣସି ଗୋଟେ ଜାଗାରେ ଭୂମି କେମିତି ବ୍ୟବହାର ହେବ, ସେଟା ମୁଖ୍ୟତଃ 2 ପ୍ରକାର କାରଣ ଉପରେ ନିର୍ଭର କରେ। ଗୋଟେ ହେଲା ପ୍ରାକୃତିକ କାରଣ। ପ୍ରାକୃତିକ ଯେମିତିକି? ଯେମିତି ସେ ଜାଗାଟା ପାହାଡ଼ ନା ସମତଳ, ମାଟି କେମିତି, ପାଣିପାଗ କେମିତି, ବର୍ଷା କେତେ ହୁଏ, ପାଣି ମିଳୁଛି କି ନାହିଁ, କି ପ୍ରକାର ଗଛ ଅଛି, ଖଣିଜ ସମ୍ପଦ ଅଛି କି ନାହିଁ, ଏସବୁ। ଆଚ୍ଛା। ଆଉ ଦ୍ୱିତୀୟ ହେଲା ମାନବୀୟ କାରଣ। ମାନେ ସେଠି କେତେ ଲୋକ ରହୁଛନ୍ତି, ଜନସଂଖ୍ୟା ଘନତ୍ୱ, ଲୋକମାନେ କେତେ ପାଠ ପଢ଼ିଛନ୍ତି, ସେମାନଙ୍କର ଚାଲିଚଳନ କେମିତି, କେତେ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ସରକାରଙ୍କର ନୀତି ନିୟମ କ'ଣ, ଏସବୁ। ଓହୋ, ଅର୍ଥାତ୍ ପ୍ରକୃତି ଆଉ ମଣିଷ ଦୁହେଁ ମିଶି ସ୍ଥିର କରନ୍ତି ଭୂମି କେମିତି ବ୍ୟବହାର ହେବ। ଏକଦମ। ଆଉ ଯେହେତୁ ଏସବୁ କାରଣ ଜାଗାକୁ ଜାଗା ବଦଳେ, ତେଣୁ ଭୂମି ବ୍ୟବହାର ବି ଅଲଗା ଅଲଗା ହୁଏ। ରାଜସ୍ଥାନ ମରୁଭୂମିର ଭୂମି ବ୍ୟବହାର ଆଉ ପଞ୍ଜାବର ଉର୍ବର ଜମିର ବ୍ୟବହାର ନିଶ୍ଚୟ କହିବାନି। ଠିକ୍। ତାହେଲେ ଆସନ୍ତୁ ଏବେ ଗୋଟି ଗୋଟି କରି ଭୂମି ବ୍ୟବହାରର ମୁଖ୍ୟ ବର୍ଗଗୁଡ଼ିକୁ ଦେଖିବା। ଅରଣ୍ୟ ଭୂମିରୁ ଆରମ୍ଭ କରିବା। ହଁ, ଅରଣ୍ୟ ଭୂମି। ଭାରତର ମୋଟ ଭୂମିର ପାଖାପାଖି 24.39%।
ମାନେ ପ୍ରାୟ 1/4 ଅଞ୍ଚଳରେ ଜଙ୍ଗଲ ଅଛି। ଏଇଟା 2017-18 ତଥ୍ୟ। କିନ୍ତୁ ଆମର ଲକ୍ଷ୍ୟ କେତେ ଥିଲା? ଆମ ଜାତୀୟ ଅରଣ୍ୟ ନୀତି 1988 ଅନୁସାରେ ପରିବେଶର ସନ୍ତୁଳନ ପାଇଁ ଦେଶର ଅତି କମ୍ରେ 1/3 ମାନେ 33% ଜାଗା ଜଙ୍ଗଲ ହେବା କଥା। ଓହୋ, ତାମାନେ ଆମେ ଏବେ ବି ଲକ୍ଷ୍ୟଠାରୁ ପଛରେ ଅଛେ। ହଁ, ଆଉ ସେଇ 33% ଭିତରେ ବି ଅଲଗା ଅଲଗା ଲକ୍ଷ୍ୟ ଅଛି। ପାହାଡ଼ିଆ ଅଞ୍ଚଳରେ 60% ଆଉ ସମତଳ ଅଞ୍ଚଳରେ 20% ଜଙ୍ଗଲ ରହିବା କଥା। କିନ୍ତୁ ଜଙ୍ଗଲ କମୁଛି ବୋଲି ଶୁଣାଯାଏ, କାହିଁକି? ତାର ଅନେକ ତାରା। ଲୋକସଂଖ୍ୟା ବଢ଼ୁଛି, ତେଣୁ ଚାଷ ଜମି ଦରକାର, ଘର ଦରକାର, ଶିଳ୍ପ ବଢ଼ୁଛି, ସହର ବଢ଼ୁଛି, ରାସ୍ତାଘାଟ, ରେଳ ଲାଇନ ତିଆରି ହେଉଛି, ଖଣି ଖୋଳାଯାଉଛି, ବଡ଼ ବଡ଼ ନଦୀବନ୍ଧ ଯୋଜନା ହେଉଛି। କିଛି ଅଞ୍ଚଳରେ ସ୍ଥାନାନ୍ତରିତ କୃଷି ବା ପୋଡୁ ଚାଷ ବି ହେଉଛି। ଆଉ ବେଆଇନ ଭାବେ ଗଛ କଟା, ଏସବୁ ଯୋଗୁଁ ଜଙ୍ଗଲ କମୁଛି। ଏହାର ପ୍ରଭାବ ତ ନିଶ୍ଚୟ ଖରାପ ପଡୁଥିବ। ନିଶ୍ଚୟ। ଜଳବାୟୁ ବଦଳୁଛି, ମାଟି ଖେଳ ହେଉଛି, ବନ୍ୟା ହେଉଛି। କିଛି ଜାଗାରେ ଅବଶ୍ୟ ଭଲ ଜଙ୍ଗଲ ଅଛି, ଯେମିତି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ, ମିଜୋରାମ, ଅରୁଣାଚଳ, ମେଘାଳୟ, ନାଗାଲାଣ୍ଡ। ଆଉ ଆମ ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର, ଏଠି ବହୁତ ଜଙ୍ଗଲ। ଆଉ କେଉଁଠି କମ୍? ଯେଉଁଠି ବେଶି ଚାଷ ହୁଏ, ଯେମିତି ପଞ୍ଜାବ, ହରିୟାଣା, ସେଠି ବହୁତ କମ୍। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାରରେ ବି କମ୍। ଏହାକୁ ରୋକିବା ପାଇଁ କିଛି କରାଯାଉଛି? ହଁ, ସରକାର ଚେଷ୍ଟା କରୁଛନ୍ତି। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଅଛି, ଯେଉଁଥିରେ ଲୋକଙ୍କୁ ମିଶେଇ ଗଛ ଲଗାଯାଉଛି। କୃଷି ବନୀକରଣ ମାନେ ଚାଷ ଜମିରେ ବା ହିଡ଼ରେ ଗଛ ଲଗାଇବା। ପୁନଃ ବନୀକରଣ ମାନେ ଯେଉଁଠି ଜଙ୍ଗଲ ନଷ୍ଟ ହୋଇଛି ସେଠି ପୁଣି ଗଛ ଲଗାଇବା। ଜଙ୍ଗଲକୁ ସୁରକ୍ଷା ଦେବା, ଜଳଛାୟା ନିର୍ମାଣ କରିବା, ଏସବୁ। ଆଉ ପ୍ରତିବର୍ଷ ଜୁଲାଇ ଅଗଷ୍ଟରେ ବନ ମହୋତ୍ସବ ପାଳନ କରାଯାଉଛି, ଲୋକଙ୍କୁ ସଚେତନ କରିବା ପାଇଁ। ବହୁତ ଭଲ ପଦକ୍ଷେପ। ଆଚ୍ଛା, ଏବେ ଆସିବା ପଶୁମାନଙ୍କ ପାଇଁ ଜାଗାକୁ। ଚାରଣ ଭୂମି ବା ଗୋଚର ଜମିର କ'ଣ ସ୍ଥିତି? ଏଇଟା ସତରେ ଗୋଟେ ଚିନ୍ତାର ବିଷୟ। ଭାରତରେ ସ୍ଥାୟୀ ଚାରଣଭୂମି ଆଉ ଗୋଚର ଜମିର ପରିମାଣ ବହୁତ ହି କମ୍। ମୋଟ ଭୂମିର ମାତ୍ର ପ୍ରାୟ 3.3%। ମାତ୍ର 3.3%? ଏତେ କମ୍? ହଁ, ଆଉ ବହୁତ ଜାଗାରେ ଏଥିପାଇଁ କିଛି ଅଲଗା ଜମି ନଥାଏ। ଲୋକମାନେ ଜଙ୍ଗଲ ଭିତରେ କିମ୍ବା ଯୋଉ ଜମି ଚାଷ ହୋଇପାରୁନି ସେଇଠି ପଶୁ ଚରାନ୍ତି। ଗାଁ ଗହଳିରେ ଯୋଉ ସାମୂହିକ ଗୋଚର ଜମି ଥିଲା, ସେସବୁକୁ ବି ଲୋକେ ମାଡ଼ି ବସିଲେଣି, ଘର କରିଦେଲେଣି। ତାହେଲେ ପଶୁମାନେ କେଉଁଠି ଚରିବେ? ସେଇଟା ହିଁ ସମସ୍ୟା। ତେବେ ଯେଉଁ ଅଞ୍ଚଳରେ ପଶୁପାଳନ ବେଶୀ ହୁଏ, ଯେମିତି ହିମାଳୟର ପାହାଡ଼ିଆ ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ, ପଶ୍ଚିମ ଘାଟ ପର୍ବତମାଳା, ସେଠାରେ କିଛି ଚାରଣଭୂମି ଦେଖିବାକୁ ମିଳେ। ହିମାଚଳ ପ୍ରଦେଶରେ ଦେଶର ସବୁଠୁ ବେଶୀ ଚାରଣଭୂମି ଅଛି ବୋଲି କୁହାଯାଏ। ବୁଝିଲି। ଏବେ ଆସିବା ସବୁଠାରୁ ମୁଖ୍ୟ ବ୍ୟବହାରକୁ, କୃଷିଭୂମି। ଏଇଟା ତ ନିଶ୍ଚୟ ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ। ଭାରତ ଗୋଟେ କୃଷି ପ୍ରଧାନ ଦେଶ। ଆଜି ବି ଆମ ଦେଶର 58%ରୁ ଅଧିକ ଲୋକ, ମାନେ ଅଧାରୁ ବେଶୀ ଲୋକ, ସିଧାସଳଖ ବା ପରୋକ୍ଷ ଭାବେ ଚାଷ ଉପରେ ନିର୍ଭର କରନ୍ତି ନିଜ ପେଟ ପୋଷିବା ପାଇଁ। 58%? ବହୁତ ବଡ଼ ସଂଖ୍ୟା। ହଁ, ଆଉ ଦେଶର ମୋଟ ଆୟ ବା ଜିଡିପିକୁ କୃଷିର ଅବଦାନ ବି କମ୍ ନୁହଁ, ପ୍ରାୟ 15.8%, ପାଖାପାଖି 16%। ଆମେ ଆଗରୁ ଦେଖିଲେ ଯେ ଭାରତର ବ୍ୟବହାରଯୋଗ୍ୟ ଭୂମିର ବହୁତ ବଡ଼ ଅଂଶ, ପ୍ରାୟ 46%। ଏହାକୁ କହନ୍ତି ନେଟ୍ ସୋନ୍ ଏରିଆ ବା ବାସ୍ତବ ଚାଷ ଜମି। ଏଇଟା ବି 2017-18ର ତଥ୍ୟ। ସେତିକି ଜମିରେ ଚାଷ ହୁଏ। ଏଥିରେ କ'ଣ କ'ଣ ଚାଷ ହୁଏ? ସବୁ ପ୍ରକାର। ଧାନ, ଗହମ ଭଳି ଖାଦ୍ୟଶସ୍ୟ, ଡାଲି ଜାତୀୟ ଫସଲ, ତେଲ ବାହାରୁଥିବା ମଞ୍ଜି, ତୈଳବୀଜ, ଆଖୁ, କପା, ଝୋଟ ଭଳି ପଇସା ଦେଉଥିବା ଫସଲ, ଅର୍ଥକରୀ ଫସଲ, ଆଉ ପନିପରିବା, ଫଳ, ଫୁଲ, ସବୁକିଛି। ଶିଳ୍ପ ପାଇଁ ବି ତ କୃଷି ଜରୁରୀ। ନିଶ୍ଚୟ। ଚିନିକଳ, ଲୁଗାକଳ, ଏମିତି ଅନେକ ଶିଳ୍ପ କଞ୍ଚାମାଲ ପାଇଁ ଚାଷ ଉପରେ ନିର୍ଭର କରନ୍ତି। ଆଉ ଗୋଟେ କଥା, ପୃଥିବୀର ଅନ୍ୟ ଦେଶ ତୁଳନାରେ ଆମ ପାଖରେ କୃଷିଭୂମିର ଅନୁପାତ ବେଶୀ। କିନ୍ତୁ ଆମ ଲୋକସଂଖ୍ୟା ଏତେ ବେଶୀ ଯେ ମୁଣ୍ଡ ପିଛା ଚାଷ ଜମିର ପରିମାଣ କମି କମି ଯାଉଛି। ସ୍ୱାଧୀନତା ପରେ ଅବଶ୍ୟ ମୋଟ ଚାଷ ଜମି ବଢ଼ିଛି। 1950-51 ବେଳକୁ ଥିଲା ପ୍ରାୟ 119 ନିଉଟନ ହେକ୍ଟର। 2018-19 ବେଳକୁ ଏହା ବଢ଼ି 190 ନିଉଟନ ହେକ୍ଟର ପାଖାପାଖି ହୋଇଛି। କେଉଁ ଅଞ୍ଚଳରେ ବେଶୀ ଚାଷ ହୁଏ? ମୁଖ୍ୟତଃ ନଦୀକୂଳରେ, ସମତଳ ଅଞ୍ଚଳରେ, ସମୁଦ୍ରକୂଳିଆ ଅଞ୍ଚଳରେ ଆଉ ଲାଭାମାଟି ଥିବା ମାଳଭୂମିରେ, ଯେମିତି ମହାରାଷ୍ଟ୍ର, ଚାଷ ବହୁତ ଭଲ ହୁଏ।
ଆଉ କିଛି ଆଦିବାସୀ ଅଞ୍ଚଳରେ ଏବେ ବି ସେହି ପୁରୁଣା ପଦ୍ଧତି ସ୍ଥାନାନ୍ତରିତ କୃଷି ବା ପୋଡୁ ଚାଷ ଚାଲିଛି। ଓଡ଼ିଶାରେ ପୋଡୁ କୁହନ୍ତି, ଆସାମରେ ଝୁମ୍। ସେଥିରେ ଜଙ୍ଗଲ ପୋଡ଼ି ଚାଷ କରନ୍ତି, ଯାହା ପରିବେଶ ପାଇଁ ଭଲ ନୁହେଁ। ଏବେ ଆସନ୍ତୁ ସେଇ ଭୂମି କଥା କହିବା, ଯାହା ଚାଷରେ ଲାଗେନି। ସେଗୁଡ଼ିକ କ'ଣ? ଯୋଉ ଭୂମି ଚାଷ ପାଇଁ ଉପଲବ୍ଧ ନୁହେଁ, ତାକୁ ମୁଖ୍ୟତଃ ଦୁଇ ଭାଗ କରାଯାଇଛି। ପ୍ରଥମ ହେଲା ଅଣକୃଷି କାର୍ଯ୍ୟରେ ବ୍ୟବହୃତ ଭୂମି। ମାନେ ଯୋଉ ଜାଗାରେ ଆମେ ରହୁଛୁ, ଗାଁ, ସହର, ଯୋଉଠି ରାସ୍ତା, ରେଳ ଲାଇନ, ଏୟାରପୋର୍ଟ ଅଛି, ଯୋଉଠି କଳକାରଖାନା, ଖଣି, ସ୍କୁଲ, କଲେଜ, ଅଫିସ ଅଛି, ଏସବୁ ଦେଶର ବିକାଶ ସାଙ୍ଗେ ସାଙ୍ଗେ ଏହି ପ୍ରକାର ଜମି ବଢ଼ିବାରେ ଲାଗିଛି। 2017-18ରେ ଏହା ମୋଟ ଭୂମିର ପ୍ରାୟ 7% ଥିଲା। ଆଉ ଦ୍ୱିତୀୟ ପ୍ରକାର? ଦ୍ୱିତୀୟ ହେଲା ଅନୁର୍ବର ଓ ଚାଷ ଅଯୋଗ୍ୟ ଭୂମି। ଏଥିରେ ଆସିବ ମରୁଭୂମି, ବହୁତ ଉଚ୍ଚ ପାହାଡ଼, ପାଣିରେ ବୁଡ଼ି ରହୁଥିବା ଜାଗା, ଯୋଉଠି ଚାଷ କରିବା ସମ୍ଭବ ନୁହେଁ। ତେବେ ଆଜିକାଲି ଟେକ୍ନୋଲୋଜି ବ୍ୟବହାର କରି ଏମିତି କିଛି ଜମିକୁ ଅନ୍ୟ କାମରେ ଲଗାଯାଇପାରୁଛି। ତେଣୁ ଏହାର ପରିମାଣ ଟିକେ କମୁଛି। 2017-18ରେ ପ୍ରାୟ 6%। ପଶ୍ଚିମବଙ୍ଗ ଭଳି ଯୋଉଠି ଲୋକ ବହୁତ ବେଶୀ, ସେଠି ଅଣକୃଷି ବ୍ୟବହାର ଅଧିକ ଦେଖାଯାଏ। ଆଚ୍ଛା, ଆମେ ଚାଷ ଜମି କଥା କହିଲେ, କିନ୍ତୁ ସବୁ ଚାଷ ଜମିରେ ତ ସବୁବେଳେ ଚାଷ ହୁଏନି। କିଛି ଜମି ପଡ଼ିଆ ବି ରହେ। ସେହି ପଡ଼ିଆ ଜମି ବା ପତିତ ଭୂମି ବିଷୟରେ କିଛି କୁହନ୍ତୁ। ହଁ, ଏଇଟା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ବର୍ଗ। ପତିତ ଭୂମି ବା ଫାଲୋଲ୍ୟାଣ୍ଡ। ଏଇଟା ହେଉଛି ସେହି ଚାଷଯୋଗ୍ୟ ଜମି ଯାହାକୁ କିଛି ଦିନ ପାଇଁ ଖାଲି ଛାଡ଼ି ଦିଆଯାଏ, ମୁଖ୍ୟତଃ ମାଟିର ଉର୍ବରତା ଫେରିଆସିବା ପାଇଁ। ଏହାର କିଛି ପ୍ରକାର ଅଛି କି? ହଁ, ଦୁଇ ପ୍ରକାର। ଗୋଟେ ହେଲା ଚଳନ୍ତି ପତିତ ଭୂମି, ମାନେ ଯୋଉ ଜମି ଚଳିତ ବର୍ଷ ବା ଗୋଟେ ବର୍ଷ କି ତାଠୁ କମ୍ ସମୟ ହେଲା ଖାଲି ପଡ଼ିଛି। ଏହାର ପରିମାଣ ମୋଟା ଭୂମିର ପ୍ରାୟ 4%। ଆଉ ଗୋଟେ ହେଲା ପୁରୁଣା ପତିତ ଭୂମି ବା ଅନ୍ୟାନ୍ୟ ପତିତ ଭୂମି। ଏଇଟା ହେଉଛି ଯୋଉ ଜମି ଗୋଟେ ବର୍ଷରୁ ବେଶୀ କିନ୍ତୁ 5 ବର୍ଷରୁ କମ୍ ସମୟ ହେଲା ଚାଷ ନ ହୋଇପଡ଼ିଛି। ଏହା ମୋଟା ଭୂମିର ପ୍ରାୟ 3%। ଆଉ ଯଦି 5 ବର୍ଷରୁ ବେଶୀ ପଡ଼ିଆ ରହେ? ତାକୁ କହନ୍ତି କୃଷିଯୋଗ୍ୟ ଅବ୍ୟବହୃତ ଭୂମି। ଏହା ବି ମୋଟା ଭୂମିର ପ୍ରାୟ 6%। ତବେ ଆଜିକାଲି ଭଲ ଜଳସେଚନ, ସାର, ବିହନ ବ୍ୟବହାର କରି ଏହି ପତିତ ଜମିକୁ ପୁଣି ଚାଷ କାମରେ ଲଗାଯାଉଛି। ତେଣୁ ମୋଟାମୋଟି ଭାବେ ଏହାର ପରିମାଣ କମୁଛି। କେଉଁ ରାଜ୍ୟରେ ଏହା ବେଶୀ ଦେଖାଯାଏ? ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ବିହାର ଆଉ କିଛି ଉତ୍ତର ପୂର୍ବ ରାଜ୍ୟରେ ଏହା ଅପେକ୍ଷାକୃତ ଅଧିକ। ଏହାଛଡ଼ା ଆଉ କିଛି ମୁଖ୍ୟ ବ୍ୟବହାର ଅଛି କି, ସଂକ୍ଷେପରେ? ଆଉ ଗୋଟେ ଛୋଟ ବର୍ଗ ଅଛି, ବୃକ୍ଷରାଜି ଓ ଉଦ୍ୟାନ କୃଷି ଅନ୍ତର୍ଗତ ଭୂମି। ଏଥିରେ ମୁଖ୍ୟତଃ ଫଳ ବଗିଚା ଆଉ ଅନ୍ୟ ଗଛ ଲାଗିଥିବା ଜାଗା ଆସେ, ଯାହାକୁ ବାସ୍ତବ ଚାଷ ଜମିରେ ଗଣାଯାଏନି। ଏହା ବହୁତ କମ୍, ମୋଟ ଭୂମିର ମାତ୍ର 1%। ତେବେ ଏହି ସବୁକୁ ମିଶାଇଲେ ଆମେ ଭାରତର ଭୂମି ବ୍ୟବହାରର ପୁରା ଚିତ୍ର ପାଇବା। 2017-18 ହିସାବରେ ସବୁଠୁ ବଡ଼ ଭାଗ ହେଲା ବାସ୍ତବ ଚାଷ ଜମି, ପ୍ରାୟ 46%। ତାପରେ ଜଙ୍ଗଲ, ପ୍ରାୟ 24%। ତାପରେ ଅଣକୃଷି ଜମି, ଅନୁର୍ବର ଜମି, ପତିତ ଜମି, ଚାରଣଭୂମି, ଏମିତି। ବାଃ, ପୁରା ହିସାବ ମିଳିଗଲା। କିନ୍ତୁ ଏତେ ପ୍ରକାର ବ୍ୟବହାର ଆଉ ବଢ଼ୁଥିବା ଚାପ, ଏହାର ନିଶ୍ଚୟ କିଛି ଖରାପ ପ୍ରଭାବ ପଡ଼ୁଥିବ। ଆମେ ଏବେ ସେଇ ଭୂମି କ୍ଷୟ ବା ଡିଗ୍ରେଡେସନ ବିଷୟରେ କଥା ହେବା। ହଁ, ଏଇଟା ଏବେ ବହୁତ ବଡ଼ ସମସ୍ୟା। ଦେଖନ୍ତୁ, ଆମର ଯାହା ବି ମୌଳିକ ଆବଶ୍ୟକତା ଅଛି, ତାର ପ୍ରାୟ 95% ଆମେ ଭୂମିରୁ ହିଁ ପାଉ। 95%? ହଁ, କିନ୍ତୁ ଆମେ ଯେମିତି ଆର୍ଥିକ ବିକାଶ କରୁଛେ, ଲୋକସଂଖ୍ୟା ବଢ଼ୁଛେ, ଆମର କାର୍ଯ୍ୟକଳାପ ବଢ଼ୁଛେ, ଏସବୁ ଭୂମି ଉପରେ ପ୍ରବଳ ଚାପ ପକାଉଛି। ଆଉ ତା ଫଳରେ ଭୂମିର ଗୁଣବତ୍ତା କମିଯାଉଛି। ଏଇଟାକୁ ହିଁ ଆମେ ଭୂମି କ୍ଷୟ କହୁଛୁ। ଏହା କେବଳ ପ୍ରକୃତି ଦ୍ୱାରା ହୁଏ, ନା ମଣିଷ ବି ଏଥିପାଇଁ ଦାୟୀ? ଦୁଇଟା ଯାକ କାରଣ ଅଛି। ପ୍ରାକୃତିକ କାରଣ, ଯେମିତି ମାଟି ଅତଡ଼ା ଖସିବା, ବର୍ଷା ପାଣିରେ ମାଟି ଧୋଇ ହୋଇଯିବା, ମରୁଡ଼ି, ବନ୍ୟା, ଏସବୁ ତ ଅଛି। କିନ୍ତୁ ମଣିଷର କାମ ଯୋଗୁଁ ଏହା ଆହୁରି ବଢ଼ିଯାଉଛି। ମଣିଷର କାମ କେମିତି? ଯେମିତିକି ଆମେ ଜଙ୍ଗଲ କାଟି ଦଉଛେ, ପଶୁମାନଙ୍କୁ ଅଧିକ ସଂଖ୍ୟାରେ ଚରାଉଛେ, ଯାହାଦ୍ୱାରା ଘାସ ନଷ୍ଟ ହେଉଛି, ମାଟି ଖୋଲି ଯାଉଛି। ଭୁଲ ଉପାୟରେ ଚାଷ କରୁଛେ, ବହୁତ ବେଶୀ ରାସାୟନିକ ସାର, କୀଟନାଶକ ବ୍ୟବହାର କରୁଛେ, ଖଣି ଖୋଳି ଜାଗାକୁ ସେମିତି ଛାଡ଼ି ଦଉଛେ, କଳକାରଖାନାରୁ ମଇଳା ପାଣି, ବର୍ଜ୍ୟବସ୍ତୁ ଭୂମିରେ ମିଶୁଛି। ଏସବୁ ଯୋଗୁଁ ଭୂମି ନଷ୍ଟ ହେଉଛି। କେତେ ପରିମାଣର ଭୂମି ଏମିତି ନଷ୍ଟ ହୋଇଛି? ଗୋଟେ ହିସାବ ଅନୁସାରେ 2019ର ଭାରତରେ ପ୍ରାୟ 96 ନିୟୁତ ହେକ୍ଟରରୁ ବି ବେଶୀ ଜମି ଏମିତି କ୍ଷୟପ୍ରାପ୍ତ ବା ଡିଗ୍ରେଡେଡ୍। 96 ନିୟୁତ ହେକ୍ଟର? ଏତେ? ହଁ, ଆଉ ଏଥିମଧ୍ୟରୁ ସବୁଠୁ ବଡ଼ କାରଣ ହେଉଛି ପାଣି ଦ୍ୱାରା ମାଟି କ୍ଷୟ, ପ୍ରାୟ 56%।
ତାପରେ ଜଙ୍ଗଲ ନଷ୍ଟ ହେବା ପ୍ରାୟ 28%, ଆଉ ବାକି ରହିଲା ପବନରେ ମାଟି ଉଡ଼ିବା, ଜମି ଲୁଣିଆ ହୋଇଯିବା, ଏସବୁ। ଏହି ନଷ୍ଟ ହୋଇଯାଇଥିବା ଭୂମିକୁ ପୁଣି ଭଲ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। 2020 ସୁଦ୍ଧା 13 ନିୟୁତ ହେକ୍ଟରର ପୁନରୁଦ୍ଧାର ଲକ୍ଷ୍ୟ ଥିଲା। ବାସ୍ତବିକ ଏହା ଏକ ବଡ଼ ଆହ୍ୱାନ। ତାହେଲେ ଏ ଭୂମିକ୍ଷୟ ସମସ୍ୟାକୁ ରୋକିବା ପାଇଁ ବା କମ୍ କରିବା ପାଇଁ କ'ଣ ସବୁ କରାଯାଇପାରିବ? ଏହି ସମାଧାନଗୁଡ଼ିକୁ ବି ପରୀକ୍ଷା ଦୃଷ୍ଟିରୁ ଜାଣିବା ଦରକାର। ନିଶ୍ଚୟ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଭୂମିକ୍ଷୟ ରୋକିବା ଆଉ ନଷ୍ଟ ହୋଇଥିବା ଭୂମିକୁ ପୁଣି ଭଲ କରିବା ପାଇଁ ଅନେକ ଉପାୟ ଅଛି। ଏହି ପଏଣ୍ଟଗୁଡ଼ିକ ମନେ ରଖିବା ଭଲ। କୁହନ୍ତୁ। ପ୍ରଥମ ଏବଂ ସବୁଠୁ ଜରୁରୀ ହେଲା ବହୁତ ବେଶୀ ଗଛ ଲଗାଇବା। ଯେଉଁଠି ଜଙ୍ଗଲ ନଷ୍ଟ ହୋଇଛି ସେଠି ପୁଣି ଜଙ୍ଗଲ ସୃଷ୍ଟି କରିବା। ଜଙ୍ଗଲ ବଢ଼ିଲେ ମାଟି କ୍ଷୟ କମିବ, ପାଣିପାଗ ବି ଠିକ୍ ରହିବ। ହଁ, ଗଛ ଲଗାଇବା। ଦ୍ୱିତୀୟରେ, ପଶୁଚାରଣକୁ ନିୟନ୍ତ୍ରଣ କରିବା। ମାନେ ଗୋଟେ ଜାଗାରେ ଅତ୍ୟଧିକ ପଶୁ ନ ଚରାଇବା, ଆଉ ସ୍ଥାୟୀ ଗୋଚର ଭୂମି ତିଆରି କରି ତାର ଯତ୍ନ ନେବା। ଠିକ୍। ତୃତୀୟରେ, ଯେଉଁଠି ବେଶୀ ପବନ ବହେ, ଯେମିତି ଶୁଖିଲା ବା ମରୁ ଅଞ୍ଚଳ, ସେଠି ପବନରେ ମାଟି ଉଡ଼ିଯାଏ। ତାକୁ ରୋକିବା ପାଇଁ ଚାଷଜମି ଚାରିପଟେ ଧାଡ଼ି ଧାଡ଼ି ହୋଇ ଗଛ ଲଗାଇବା। ଏହାକୁ କହନ୍ତି ପ୍ରତିରକ୍ଷା ବଳୟ ବା ସେଲ୍ଟର ବେଲ୍ଟସ୍। ଓହୋ, ପ୍ରତିରକ୍ଷା ବଳୟ। ଚତୁର୍ଥରେ, ମରୁଭୂମି ଅଞ୍ଚଳରେ କଣ୍ଟା ଜାତୀୟ ବୁଦା ଲଗାଇ ବାଲିକୁ ସ୍ଥିର କରିବା, ଯେମିତି ପବନରେ ଉଡ଼ିବନି। ଆଚ୍ଛା। ପଞ୍ଚମରେ, କଳକାରଖାନାରୁ ଯେଉଁ ମଇଳା ପାଣି ବା ବର୍ଜ୍ୟବସ୍ତୁ ବାହାରୁଛି ତାକୁ ଭଲ ଭାବେ ସଫା ବିଶୋଧନ କରିକି ଛାଡ଼ିବା, ଯେମିତି ସେ ମାଟି ବା ପାଣିକୁ ନଷ୍ଟ ନ କରୁ। ଆଉ ଚାଷ ପଦ୍ଧତିରେ କିଛି ପରିବର୍ତ୍ତନ? ନିଶ୍ଚୟ। ଷଷ୍ଠରେ, ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା। ଯେମିତି ପାହାଡ଼ିଆ ଜାଗାରେ ଢାଲୁ ଥାଏ, ସେଠି ସିଢ଼ି ସିଢ଼ି କରି ଚାଷ କଲେ, ଯାହାକୁ ସୋପାନ କୃଷି ବା ଟେରେସ୍ ଫାର୍ମିଂ କହନ୍ତି, ପାଣିରେ ମାଟି ଧୋଇ ହେବନି। ସେମିତି ଢାଲୁ ଜମିରେ ଗୋଲେଇ କରି ସମାନ ଉଚ୍ଚତାରେ ଚାଷ କଲେ ସମୋଚ୍ଚରେଖା ଚାଷ ବା କଣ୍ଟୋର ପ୍ଲଇଂ ବି ମାଟି କ୍ଷୟ କମେ। ଆଉ ଜମିରେ ବଦଳେ ବଦଳେ ଫସଲ କଲେ ଫସଲ ପର୍ଯ୍ୟାୟ ବା କ୍ରପ୍ ରୋଟେସନ୍, ମାଟିରୁ ଉର୍ବରତା ବଜାୟ ରହେ। ଏସବୁ ତ ବହୁତ ଭଲ ଉପାୟ। ଆଉ ରୋକେ ରହିଲା। ସପ୍ତମରେ, ଖଣି ଖୋଳିବା ପରେ ସେ ଜାଗାକୁ ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିବା। ସେଠି ମାଟି ପକାଇବା, ଗଛ ଲଗାଇବା, ଏସବୁ ସହିତ ସବୁଠୁ ବଡ଼ କଥା ହେଲା ଆମକୁ ଭୂମି ବ୍ୟବହାର ପାଇଁ ଗୋଟେ ଭଲ ଦୀର୍ଘମିଆଦୀ ଯୋଜନା କରିବାକୁ ହେବ, ଆଉ ତାକୁ ଠିକ୍ ଭାବେ କାମରେ ଲଗାଇବାକୁ ପଡ଼ିବ। ବାଃ, ଆଜିର ଏହି ବିସ୍ତୃତ ଆଲୋଚନା ନିଶ୍ଚିତ ଭାବରେ ପରୀକ୍ଷା ପ୍ରସ୍ତୁତି କରୁଥିବା ସମସ୍ତଙ୍କ ପାଇଁ ଖୁବ୍ କାମରେ ଆସିବ। ଆମେ ଆରମ୍ଭ କଲେ ଭୂମି ସମ୍ବଳ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ, ତାପରେ ଭାରତର ଅବସ୍ଥିତି, ଆକାର, ସୀମା ବିଷୟରେ ଜାଣିଲେ। ହଁ, ତାପରେ ଆମେ ଦେଖିଲେ ଭାରତର ବିଭିନ୍ନ ଭୂମି ରୂପ, ସମତଳ, ପାର୍ବତ୍ୟ, ମାଳଭୂମି ଆଉ ସେଗୁଡ଼ିକର ବଣ୍ଟନ ଓ ମହତ୍ତ୍ୱ। ଆଉ ତାପରେ ଭୂମି ବ୍ୟବହାରର ପୂରା ବିବରଣୀ, ଅରଣ୍ୟ, ଚାରଣଭୂମି, କୃଷିଭୂମି, ଅଣକୃଷି ବ୍ୟବହୃତ ଭୂମି, ପତିତ ଭୂମି, ସବୁ ବିଷୟରେ ଆମେ ଆଲୋଚନା କଲେ। ଏବଂ ଶେଷରେ ଏକ ବଡ଼ ସମସ୍ୟା ଭୂମି କ୍ଷୟ, ତାର କାରଣ ଆଉ ତାକୁ କେମିତି ସମାଧାନ କରାଯାଇପାରିବ ସେ ବିଷୟରେ ବି ଜାଣିଲେ। ଏସବୁ ତଥ୍ୟ ପରୀକ୍ଷା ପାଇଁ ନିହାତି ଜରୁରୀ। ଏବେ ଯଦି ଆମେ ଟିକେ ଭବିଷ୍ୟତ କଥା ଚିନ୍ତା କରିବା, ଗୋଟେ ପ୍ରଶ୍ନ ମନକୁ ଆସୁଛି। ଆମେ ଦେଖୁଛେ ଲୋକସଂଖ୍ୟା ବଢ଼ି ଚାଲିଛି, ଖାଦ୍ୟର ଚାହିଦା ବଢ଼ୁଛି, ବିକାଶର ଚାପ ବଢ଼ୁଛି। ହଁ, ଏଇଟା ତ ସତ। ତେବେ ଏମିତି ସମୟରେ ଆଗକୁ ଯେଉଁ ନୂଆ ନୂଆ ଟେକ୍ନୋଲୋଜି ଆସୁଛି, ଯେମିତି ଘର ଭିତରେ ଅନେକ ମହଲା କରି ଚାଷ କରିବା, ଭର୍ଟିକାଲ ଫାର୍ମିଂ, କିମ୍ବା ଲ୍ୟାବୋରେଟୋରୀରେ ମାଂସ ବା ଅନ୍ୟ ଖାଦ୍ୟ ତିଆରି କରିବା, ଆଚ୍ଛା। କ'ଣ ଏହା ଦ୍ୱାରା ଭୂମି ଉପରୁ ଚାପ କମିବ? ଭୂମି କ୍ଷୟ ସମସ୍ୟା କିଛି ମାତ୍ରାରେ କମିବ, ନା ଏଥିରେ ପୁଣି କିଛି ନୂଆ ସମସ୍ୟା ବା ଆହ୍ୱାନ ସୃଷ୍ଟି ହେବ? ଏ ବିଷୟରେ ଆମେ ସମସ୍ତେ ପାଠ୍ୟପୁସ୍ତକ ବାହାରେ ବି ଟିକେ ଚିନ୍ତା କରିପାରିବା।